ओम शांति। 3 फरवरी 2026। परम शिक्षक शिव भगवान उवाच। मीठे बच्चे, तुमମାନଙ୍କୁ ଯୋଗଯୁକ୍ତ ସ୍ଥିତିରେ ରହିବାର ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ। କାହିଁକି ନା ଯୋଗବଳ ଦ୍ୱାରା ହିଁ ତୁମେ ବିକର୍ମାଜିତ ହୋଇପାରିବ। ଆଜିର ପ୍ରଶ୍ନ, ମନରେ କେଉଁ ବିଚାର ଆସିଲେ ତୁମେ ପୁରୁଷାର୍ଥରେ ତଳକୁ ଖସି ପଡ଼ିବ? ମନରେ କେଉଁ ବିଚାର ଆସିଲେ ତୁମେ ପୁରୁଷାର୍ଥରେ ତଳକୁ ଖସି ପଡ଼ିବ? ଈଶ୍ୱରୀୟ ସେବାଧାରୀ ସନ୍ତାନମାନେ କେଉଁ ସେବା ସର୍ବଦା କରିଚାଲିବେ? ଉତ୍ତର, କେତେକ ପିଲା ଭାବୁଛନ୍ତି ଏବେ ବହୁତ ସମୟ ବାକି ଅଛି, ପରେ ପୁରୁଷାର୍ଥ କରିନେବେ। କିନ୍ତୁ ମୃତ୍ୟୁର କ'ଣ କୌଣସି ନିୟମ ଅଛି? କାଲି କାଲି କରି ମରିଯିବ। ସେଥିପାଇଁ ଏପରି ଭାବ ନାହିଁ ଯେ ଆହୁରି ବହୁତ ବର୍ଷ ପଡ଼ିଛି, ଶେଷ ବେଳକୁ ଶୀଘ୍ର ଶୀଘ୍ର ଆଗେଇ ଯିବେ। ଏହି ବିଚାର ଆହୁରି ହିଁ ତଳକୁ ଖସାଇ ଦେବ। ଯେତେ ଦୂର ସମ୍ଭବ ଯୋଗଯୁକ୍ତ ସ୍ଥିତିରେ ରହିବାର ପୁରୁଷାର୍ଥ କରିବା ସହିତ ଶ୍ରୀମତ ଆଧାରରେ ନିଜର କଲ୍ୟାଣ କରିଚାଲ। ଆତ୍ମିକ ଈଶ୍ୱରୀୟ ସେବାଧାରୀ ପିଲାମାନେ ଆତ୍ମାମାନଙ୍କୁ ଦୁଃଖରୁ ଉଦ୍ଧାର କରିବା ସହିତ ପତିତମାନଙ୍କୁ ପାବନ କରିବାର ସେବା କରିଚାଲିବେ। ଗୀତ ଓମ୍ ନମୋ ଶିବାୟ। ଓମ୍ ଶାନ୍ତି। ଏକଥା ତ ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ନିରାକାର ପିତା ସାକାର ବ୍ରହ୍ମାଙ୍କ ବ୍ୟତୀତ କୌଣସି ବି କର୍ମ କରିପାରିବେ ନାହିଁ, ପାଠ ବଜାଇ ପାରିବେ ନାହିଁ। ଆତ୍ମିକ ପିତା ଆସି ବ୍ରହ୍ମାଙ୍କ ଦ୍ୱାରା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି। ଯୋଗବଳ ଦ୍ୱାରା ହିଁ ପିଲାମାନଙ୍କୁ ସତୋପ୍ରଧାନ ହେବାର ଅଛି ଏବଂ ପୁଣି ସତୋପ୍ରଧାନ ବିଶ୍ୱର ମାଲିକ ମଧ୍ୟ ହେବାର ଅଛି। ଏହି କଥା ପିଲାମାନଙ୍କର ବୁଦ୍ଧିରେ ଅଛି। କଳ୍ପ କଳ୍ପ ବାବା ଆସି ରାଜଯୋଗର ଶିକ୍ଷା ଦେଉଛନ୍ତି। ଏଠାକୁ ଆସି ବ୍ରହ୍ମାଙ୍କ ଦ୍ୱାରା ଆଦି ସନାତନ ଦେବୀଦେବତା ଧର୍ମର ସ୍ଥାପନା କରୁଛନ୍ତି, ଅର୍ଥାତ୍ ମନୁଷ୍ୟକୁ ଦେବତା କରୁଛନ୍ତି। ମନୁଷ୍ୟ ଯେଉଁମାନେ ଦେବୀଦେବତା ଥିଲେ ସେହିମାନେ ଏବେ ପରିବର୍ତ୍ତିତ ହୋଇ ଶୂଦ୍ର ପତିତ ହୋଇଯାଇଛନ୍ତି। ଭାରତ ଯେତେବେଳେ ପାରସ୍ପୁରୀ ଅର୍ଥାତ୍ ସ୍ୱର୍ଗ ଥିଲା, ସେତେବେଳେ ପବିତ୍ରତା, ସୁଖ, ଶାନ୍ତି ସବୁ କିଛି ଥିଲା। ଏହା 5000 ବର୍ଷର କଥା, ଯାହାର ସଠିକ୍ ହିସାବ କିତାବ ବାବା ଆସି ବତାଉଛନ୍ତି। ବାବା କହୁଛନ୍ତି ଏହା 5000 ବର୍ଷର କଥା, ଯାହାର ସଠିକ୍ ହିସାବ କିତାବ ବାବା ଆସି ବତାଉଛନ୍ତି। ତାଙ୍କଠାରୁ ଉଚ୍ଚତ ଆଉ କେହି ନାହାନ୍ତି। ସୃଷ୍ଟି ବା ବୃକ୍ଷ, ଯାହାକୁ କଳ୍ପ ବୃକ୍ଷ କୁହାଯାଉଛି, ତାର ଆଦି ମଧ୍ୟ ଅନ୍ତର ରହସ୍ୟକୁ ବାବା ହିଁ କହିପାରିବେ। ଭାରତରେ ଯେଉଁ ଦେବୀଦେବତା ଧର୍ମ ଥିଲା ତାହା ଏବେ ପ୍ରାୟ ଲୋପ ହୋଇଯାଇଛି। ଦେବୀ ଦେବତା ଧର୍ମ ତ ଏବେ ନାହିଁ, କିନ୍ତୁ ଦେବତାମାନଙ୍କର ଚିତ୍ର ବା ମୂର୍ତ୍ତି ନିଶ୍ଚିତ ଅଛି। ଏକଥା ମଧ୍ୟ ଭାରତବାସୀମାନେ ଜାଣିଛନ୍ତି ଯେ ସତ୍ୟ ଯୁଗରେ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଯଦିଓ ଶାସ୍ତ୍ରରେ ଏହି ଭୁଲ କରିଦେଇଛନ୍ତି, ଶ୍ରୀକୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି, ତେଣୁ ବାବା ହିଁ ଆସି ଭୁଲି ଯାଇଥିବା ମନୁଷ୍ୟମାନଙ୍କୁ ପୁଣି ରାସ୍ତା ଦେଖାଉଛନ୍ତି। ଯେତେବେଳେ ମାର୍ଗଦର୍ଶକ ବାବା ଆସିଯାଆନ୍ତି, ସେତେବେଳେ ସବୁ ଆତ୍ମାମାନେ ମୁକ୍ତିଧାମକୁ ଚାଲିଯାଇଥାନ୍ତି। ସେଥିପାଇଁ ତାଙ୍କୁ କୁହାଯାଏ ସମସ୍ତଙ୍କର ସଦ୍ଗତି ଦାତା। ରଚୟିତା ତ କେବଳ ଜଣେ ହିଁ ଅଟନ୍ତି ଏବଂ ସୃଷ୍ଟି ମଧ୍ୟ ଗୋଟିଏ। ବିଶ୍ୱର ଇତିହାସ ଭୂଗୋଳ ମଧ୍ୟ ଏକ, ଯାହାର କି ପୁନରାବୃତ୍ତି ହୋଇ ଚାଲିଛି। ସତ୍ୟ, ତ୍ରେତା, ଦ୍ୱାପର, କଳିଯୁଗ, ତାପରେ ପୁଣି ସଙ୍ଗମ ଯୁଗ ଆସେ। କଳିଯୁଗରେ ପତିତ ଏବଂ ସତ୍ୟ ଯୁଗରେ ପାବନ ଆତ୍ମାମାନେ ଥାଆନ୍ତି। ସତ୍ୟ ଯୁଗ ଆସିବ, ତେଣୁ ନିଶ୍ଚିତ କଳିଯୁଗର ବିନାଶ ହେବ ଏବଂ ବିନାଶ ପୂର୍ବରୁ ସ୍ଥାପନା ମଧ୍ୟ ନିଶ୍ଚିତ ହେବ। ସତ୍ୟ ଯୁଗରେ ତ ସ୍ଥାପନା ହେବ ନାହିଁ। ଭଗବାନ ମଧ୍ୟ ସେତେବେଳେ ଆସିବେ ଯେତେବେଳେ ଦୁନିଆ ପତିତ ହୋଇଥିବ। ସତ୍ୟ ଯୁଗ ତ ହେଉଛି ପବିତ୍ର ଦୁନିଆ।
ପତିତ ଦୁନିଆକୁ ପାବନ ଦୁନିଆ କରିବା ପାଇଁ ଭଗବାନଙ୍କୁ ଆସିବାକୁ ପଡ଼ିଥାଏ। ଏବେ ବାବା ଆସି ସହଜରୁ ସହଜ ଉପାୟ ବତାଉଛନ୍ତି। କହୁଛନ୍ତି, ଦେହର ସବୁ ସମ୍ବନ୍ଧକୁ ଭୁଲି ଦେହୀ ଅଭିମାନୀ ହୋଇ ବାବାଙ୍କୁ ସ୍ମରଣ କର। କେହି ଜଣେ ତ ପତିତ ପାବନ ଅଟନ୍ତି ନା। ଭକ୍ତମାନଙ୍କୁ ଭକ୍ତିର ଫଳ ଏକମାତ୍ର ଭଗବାନ ହିଁ ଦେଇଥାନ୍ତି। ସେଥିପାଇଁ ଭକ୍ତମାନଙ୍କୁ ଆସି ଜ୍ଞାନ ଦେଇଥାନ୍ତି। ଏହି ପତିତ ଦୁନିଆକୁ ପବିତ୍ର କରିବା ପାଇଁ ଜ୍ଞାନର ସାଗର ବାବା ହିଁ ଆସିଥାନ୍ତି। ଯୋଗବଳ ଦ୍ୱାରା ହିଁ ତୁମେମାନେ ପବିତ୍ର ହେଉଛ। ବାବାଙ୍କ ବ୍ୟତୀତ ତ ଆଉ କେହି ପବିତ୍ର କରିପାରିବେ ନାହିଁ। ଏହି ସବୁ କଥା ଅନ୍ୟମାନଙ୍କୁ ବୁଝାଇବା ପାଇଁ ହିଁ ତୁମକୁ ବୁଦ୍ଧିରେ ଜ୍ଞାନକୁ ଧାରଣ କରିବାକୁ ପଡ଼ୁଛି। ତୁମମାନଙ୍କୁ ଘରେ ଘରେ ସନ୍ଦେଶ ଦେବାକୁ ହେବ। ଏଭଳି କହିବାର ନାହିଁ ଯେ ଭଗବାନ ଆସିଛନ୍ତି। ସେମାନଙ୍କୁ ବହୁତ ଯୁକ୍ତିର ସହିତ ବୁଝାଇବାକୁ ପଡ଼ିବ। ତାଙ୍କୁ କୁହ, ଭଗବାନ ଆମର ପିତା ଅଟନ୍ତି ନା। ଜଣେ ହେଲେ ଲୌକିକ ପିତା, ଅନ୍ୟ ଜଣେ ହେଲେ ପାରଲୌକିକ ପିତା। ଦୁଃଖ ସମୟରେ ଆମେ ପାରଲୌକିକ ପିତାଙ୍କୁ ହିଁ ଡାକିଥାଉ। ସୁଖଧାମରେ କେହି ବି ଡାକି ନଥାନ୍ତି। କାରଣ ସତ୍ୟ ଯୁଗରେ ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟରେ କେବଳ ସୁଖ ହିଁ ସୁଖ ଥିଲା। ପବିତ୍ରତା, ଶାନ୍ତି ଏବଂ ସମୃଦ୍ଧି ସବୁକିଛି ଥିଲା। ବାବାଙ୍କର ସମ୍ପତ୍ତି ମିଳିଗଲା, ଆଉ କାହିଁକି ଡାକିବେ? ଆତ୍ମା ଜାଣିଛି ମୁଁ ସୁଖରେ ଅଛି। ଏ କଥା ତ କେହି ବି କହିପାରିବ ଯେ ସେଠାରେ ସୁଖ ହିଁ ସୁଖ ଥିଲା। ବାବା ତ ଦୁଃଖ ଭୋଗ କରିବା ପାଇଁ ସୃଷ୍ଟି ରଚନା କରିନାହାନ୍ତି। ଏହା ପୂର୍ବ ନିର୍ମିତ ଖେଳ ଅଟେ ନା। ଯେଉଁମାନଙ୍କର ପାଠ ଶେଷ ସମୟରେ ଥାଏ, ଅର୍ଥାତ୍ କେବଳ 2-4 ଜନ୍ମ ନେଇଥାନ୍ତି, ସେମାନେ ନିଶ୍ଚିତ ବାକି ସମୟ ଶାନ୍ତିରେ ଥାନ୍ତି। ବାକି ସେମାନେ ଡ୍ରାମାର ଖେଳରୁ ହିଁ ସମ୍ପୂର୍ଣ୍ଣ ବାହାରିଯିବେ। ଏ କଥା ହୋଇପାରିବ ନାହିଁ। ଏହି ଖେଳ ଅର୍ଥାତ୍ ଡ୍ରାମାକୁ ତ ସମସ୍ତଙ୍କୁ ଆସିବାକୁ ପଡ଼ିବ। କାହାକୁ 1-2ଟି ଜନ୍ମ ମଧ୍ୟ ମିଳିଥାଏ। ତେବେ ସେମାନେ ବାକି ସମୟ ଯେମିତିକି ମୋକ୍ଷ ଅବସ୍ଥାରେ ରହିବେ। ଆତ୍ମା ପାଠଧାରୀ ଅଟେ ନା। କୌଣସି ଆତ୍ମାକୁ ଭଲ ପାଠ ମିଳିଛି ତ କାହାକୁ କମ୍ ପାଠ ମିଳିଛି। ଏ କଥା ମଧ୍ୟ ଏବେ ତୁମେ ଜାଣିଛ। ଗାୟନ ମଧ୍ୟ ରହିଛି ଯେ ଈଶ୍ୱରଙ୍କର ଅନ୍ତ କେହି ପାଇପାରିବେ ନାହିଁ। ତେବେ ବାବା ହିଁ ଆସି ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ବୃତ୍ତାନ୍ତ ଶୁଣାଇଥାନ୍ତି। ଯେ ପର୍ଯ୍ୟନ୍ତ ରଚୟିତା ନିଜେ ଆସିନାହାନ୍ତି, ସେ ପର୍ଯ୍ୟନ୍ତ ରଚୟିତା ଏବଂ ରଚନାକୁ କେହି ଜାଣିପାରିବେ ନାହିଁ। ଏବେ ବାବା ହିଁ ଆସି ଶୁଣାଉଛନ୍ତି ଯେ ମୁଁ ସାଧାରଣ ଶରୀରରେ ପ୍ରବେଶ କରୁଛି। ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରୁଛି, ସିଏ ନିଜର ପୂର୍ବ ଜନ୍ମଗୁଡ଼ିକୁ ଜାଣିନାହାନ୍ତି। ତେଣୁ ମୁଁ ତାଙ୍କୁ 84 ଜନ୍ମର କାହାଣୀ ଶୁଣାଉଛି। ଏଥିରେ କାହାର ପାଠରେ ପରିବର୍ତ୍ତନ ହୋଇପାରିବ ନାହିଁ, କାରଣ ଏହା ପୂର୍ବ ପ୍ରସ୍ତୁତ ଖେଳ ବା ନାଟକ ଅଟେ। ଏ କଥା ମଧ୍ୟ କାହାରି ବୁଦ୍ଧିରେ ଧାରଣା ହେଉନାହିଁ। ଏ କଥା ସେତେବେଳେ ବୁଦ୍ଧିରେ ଧାରଣା ହେବ ଯେତେବେଳେ ନିଜେ ପବିତ୍ର ହୋଇ ଜ୍ଞାନକୁ ବୁଝିବେ। ଭଲ ଭାବରେ ବୁଝିବା ପାଇଁ ତ 7 ଦିନର ଭଟ୍ଟିର ବ୍ୟବସ୍ଥା ରହିଛି। ଭକ୍ତି ମାର୍ଗରେ ମଧ୍ୟ ଭାଗବତ ସପ୍ତାହ ରଖାଯାଇଥାଏ। ଏଠାରେ ମଧ୍ୟ ଜଣାପଡ଼ୁଛି, ଅତି କମ୍ରେ 7 ଦିନ ନ ହେଲେ କେହି ବୁଝିପାରିବେ ନାହିଁ। କେହି କେହି ତ ଭଲ ଭାବରେ ବୁଝିଯାଆନ୍ତି। କେହି କେହି ତ 7 ଦିନ ବୁଝି ମଧ୍ୟ କିଛି ବୁଝିନଥାନ୍ତି। ସେମାନଙ୍କ ବୁଦ୍ଧିରେ କିଛି ବି ପଶିନଥାଏ। କୁହନ୍ତି, ମୁଁ ତ 7 ଦିନ ଆସିଲି, କିନ୍ତୁ କିଛି ବୁଝିପାରିଲି ନାହିଁ।
ଯଦି ଉଚ୍ଚ ପଦ ପାଇବାର ନଥିବ ତେବେ କିଛି ବୁଝିପାରିବେ ନାହିଁ। ଆଚ୍ଛା, ତଥାପି ବି ତାଙ୍କର କଲ୍ୟାଣ ତ ହେଲା ନା। ପ୍ରଜା ତ ଏହିପରି ତିଆରି ହୋଇଥାନ୍ତି। ବାକି ରାଜ୍ୟ ଭାଗ୍ୟ ନେବା ପାଇଁ ତ ଗୁପ୍ତ ମେହନତ କରିବାକୁ ପଡ଼ିବ। ତେବେ ବାବାଙ୍କୁ ସ୍ମରଣ କରିଲେ ହିଁ ବିକର୍ମ ବିନାଶ ହୋଇଥାଏ। ଏବେ କରିବ କି ନ କରିବ ତୁମର ଇଚ୍ଛା, କିନ୍ତୁ ବାବାଙ୍କର ଏହା ହିଁ ନିର୍ଦ୍ଦେଶ ଅଟେ। ପ୍ରିୟ ବସ୍ତୁକୁ ତ ମନେ ପକାଇବାକୁ ପଡ଼ିଥାଏ ନା। ଭକ୍ତି ମାର୍ଗରେ ମଧ୍ୟ ଗାୟନ କରିଥାନ୍ତି, ହେ ପତିତ ପାବନ ଆସ। ବର୍ତ୍ତମାନ ସିଏ ଆମକୁ ମିଳିଛନ୍ତି ଏବଂ କହୁଛନ୍ତି, ମୋତେ ସ୍ମରଣ କର, ତେବେ ତୁମର ଆତ୍ମାରୁ କଳଙ୍କି ଛାଡ଼ିଯିବ। ରାଜପଦ କ'ଣ ଏତେ ସହଜରେ ମିଳିଯିବ? କିଛି ତ ମେହନତ ଥିବ ନା। ତେବେ ଯୋଗରେ ହିଁ ମେହନତ ରହିଛି। ମୁଖ୍ୟ ହେଉଛି ହିଁ ଯୋଗର ଯାତ୍ରା। ଯେଉଁମାନେ ଯୋଗଯୁକ୍ତ ହୋଇ ରୁହନ୍ତି ସେହିମାନେ ହିଁ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିଥାନ୍ତି। ପୁରା ଯୋଗ ନ କରିଲେ ବିକର୍ମ ବିନାଶ ହେବ ନାହିଁ। ଯୋଗ ବଳ ଦ୍ୱାରା ହିଁ ବିକର୍ମାଜିତ ହେବାକୁ ପଡ଼ିବ। ପୂର୍ବରୁ ମଧ୍ୟ ଯୋଗବଳ ଦ୍ୱାରା ହିଁ ବିକର୍ମ ଉପରେ ବିଜୟ ପ୍ରାପ୍ତ କରିଛ। ଲକ୍ଷ୍ମୀ ନାରାୟଣ ଏତେ ପବିତ୍ର କିପରି ହେଲେ, ଯେବେକି କଳିଯୁଗ ଶେଷରେ କେହି ବି ପବିତ୍ର ନୁହନ୍ତି? ଏଥିରୁ ତ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବର୍ତ୍ତମାନ ଗୀତାର ଜ୍ଞାନର ଅଧ୍ୟାୟ ପୁଣି ପୁନରାବୃତ୍ତି ହେଉଛି। ଶିବ ଭଗବାନ ଉବାଚ, ଭୁଲ ତ ବହୁତ ହୋଇ ଚାଲିଛି ନା। ବାବା ହିଁ ଆସି ପୁଣି ଅଭୁଲ ଅର୍ଥାତ୍ ଠିକ୍ କରୁଛନ୍ତି। ଭାରତରେ ଯେତେ ବି ଶାସ୍ତ୍ର ଅଛି ସେ ସବୁ ହେଉଛି ଭକ୍ତି ମାର୍ଗର ଶାସ୍ତ୍ର। ବାବା କହୁଛନ୍ତି, ମୁଁ ଯାହା ବି କହିଥିଲି ତାହା କାହାକୁ ବି ଜଣା ନାହିଁ। ଯେଉଁମାନଙ୍କୁ କହିଥିଲି ସେହିମାନେ ହିଁ ଉଚ୍ଚ ପଦ ପାଇଥିଲେ। 21 ଜନ୍ମର ପ୍ରାରବ୍ଧ ପାଇଗଲା ପରେ ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଇଥାଏ। ତୁମେମାନେ ହିଁ ସମ୍ପୂର୍ଣ୍ଣ ଚକ୍ରର ପରିକ୍ରମା କରି ପୁନର୍ବାର ଏଠାରେ ଆସି ପହଞ୍ଚିଛ। ତେବେ କଳ୍ପ ପୂର୍ବରୁ ଯେଉଁମାନେ ଶୁଣିଥିଲେ ସେହିମାନେ ହିଁ ଆସିବେ। ଏବେ ତୁମେ ଜାଣିଛ ଯେ ଆମେ ମନୁଷ୍ୟରୁ ଦେବତା କରାଇବାର ଚାରା ଲଗାଉଛୁ। ଏହା ହେଲା ଦୈବୀ ବୃକ୍ଷର ଚାରା। ସେମାନେ ଅର୍ଥାତ୍ ମନୁଷ୍ୟମାନେ ଜଡ଼ ବୃକ୍ଷର ଚାରା ବହୁତ ଲଗାଉଛନ୍ତି, ଯାହାର ପାର୍ଥକ୍ୟ ବାବା ଆସି ବତାଉଛନ୍ତି। ବାବା ଦୈବୀ ଫୁଲମାନଙ୍କର ଚାରା ଲଗାଉଛନ୍ତି, ସେମାନେ ତ ଜଙ୍ଗଲର ଚାରା ଲଗାଉଛନ୍ତି। ତୁମେମାନେ ଦେଖାଉଛ ମଧ୍ୟ ପାଣ୍ଡବମାନେ କ'ଣ କରୁଛନ୍ତି ଏବଂ ଦୁନିଆରେ ସେହି କୌରବମାନେ କ'ଣ କରୁଛନ୍ତି। ସେମାନଙ୍କର ଯୋଜନା କ'ଣ ରହିଛି ଏବଂ ତୁମମାନଙ୍କର କ'ଣ ସବୁ ଯୋଜନା ରହିଛି? ସେମାନେ ନିଜର ଯୋଜନା ତିଆରି କରୁଛନ୍ତି କି ଦୁନିଆ କିପରି ବୃଦ୍ଧି ନ ପାଉ, କିପରି ପରିବାର ନିୟନ୍ତ୍ରଣ ହେବ, ଯେପରିକି ମନୁଷ୍ୟ ଅଧିକ ବୃଦ୍ଧି ନ ହେବେ ସେଥିପାଇଁ ମେହନତ କରି ଚାଲିଛନ୍ତି। ବାବା ତ ବହୁତ ଭଲ କଥା ବତାଉଛନ୍ତି। ଅନେକ ଧର୍ମ ବିନାଶ ହୋଇଯିବ ଏବଂ କେବଳ ଗୋଟିଏ ଦେବୀ ଦେବତା ଧର୍ମର ପରିବାର ସ୍ଥାପନା କରୁଛନ୍ତି। ସତ୍ୟ ଯୁଗରେ କେବଳ ଗୋଟିଏ ଆଦି ସନାତନ ଦେବୀ ଦେବତା ଧର୍ମର ଫ୍ୟାମିଲି ଅର୍ଥାତ୍ ପରିବାର ଥିଲା। ଆଉ ଏତେ ସବୁ ପରିବାର ନଥିଲା। ଏବେ ଭାରତରେ କେତେ ପରିବାର ରହିଛି? ଗୁଜରାଟୀ ପରିବାର, ମହାରାଷ୍ଟ୍ରୀୟ ପରିବାର। ବାସ୍ତବରେ ଭାରତବାସୀମାନଙ୍କର ଗୋଟିଏ ପରିବାର ହେବା ଦରକାର। ଯଦି ବହୁତ ପରିବାର ଅର୍ଥାତ୍ ଅନେକ ଧର୍ମ ହୋଇଯିବ ତେବେ ପରସ୍ପର ମଧ୍ୟରେ ଖିଟପିଟ ତ ରହିବ। ପୁଣି ସିଭିଲ ୱାର ଅର୍ଥାତ୍ ଗୃହଯୁଦ୍ଧ ମଧ୍ୟ ହୋଇଯିବ। ନିଜ ଧର୍ମ ଭିତରେ ମଧ୍ୟ ଗୃହଯୁଦ୍ଧ ହୋଇଥାଏ। ଯେପରି ଖ୍ରୀଷ୍ଟିଆନମାନଙ୍କର ନିଜର ପରିବାର ରହିଛି, ସେମାନଙ୍କ ଭିତରେ ମଧ୍ୟ ଯୁଦ୍ଧ ଲାଗିଯାଉଛି। ଦୁଇ ଭାଇ ମଧ୍ୟ ପରସ୍ପର ସହିତ ମିଶୁନାହାନ୍ତି।
ପାଣି ମଧ୍ୟ ବାଣ୍ଟ ହେଉଛି। ଶିଖ ଧର୍ମବାଲା ଭାବନ୍ତି ଆମେ ଆମର ଶିଖ ଧର୍ମବାଲାଙ୍କୁ ଅଧିକ ସୁଖ ଦେବୁ। ମୋହ ରହିଥାଏ, ତେଣୁ ସେହିପରି ଚେଷ୍ଟା କରି ଚାଲିଥାନ୍ତି। ଯେତେବେଳେ ଶେଷ ସମୟ ଆସିଯାଏ, ପୁଣି ସବୁ ପ୍ରକାରର ଗୃହଯୁଦ୍ଧ ଆଦି ଲାଗିଯାଏ। ପରସ୍ପର ଭିତରେ ଲଢ଼ିବାକୁ ଲାଗି ପଡ଼ନ୍ତି। ତେବେ ବିନାଶ ତ ନିଶ୍ଚିତ ହେବ। ସେଥିପାଇଁ ବହୁତ ବହୁତ ବୋମା ଆଦି ତିଆରି କରି ଚାଲିଛନ୍ତି। ପ୍ରଥମ ବିଶ୍ୱଯୁଦ୍ଧରେ ଯେତେବେଳେ ବଡ଼ ଲଢ଼େଇ ଲାଗିଥିଲା, ଯେଉଁଥିରେ 2ଟି ବୋମା ପକାଇଥିଲେ, ଏବେ ତ ବହୁତ ବୋମା ତିଆରି କରି ରଖିଛନ୍ତି। ଏସବୁ ବୁଝିବାର କଥା ଅଟେ ନା? ତୁମକୁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ ଯେ ଏହା ସେହି ମହାଭାରତ ଲଢ଼େଇ ଅଟେ, ଯାହା ହେବାକୁ ଯାଉଛି। ଯେଉଁମାନେ ବଡ଼ ବଡ଼ ଲୋକ ଅଛନ୍ତି, ସେମାନେ କହୁଛନ୍ତି ଯଦି ଏହି ଯୁଦ୍ଧକୁ ବନ୍ଦ କରା ନ ଯାଏ, ତେବେ ଦୁନିଆରେ ନିଆଁ ଲାଗିଯିବ। ବାସ୍ତବରେ ନିଆଁ ତ ଲାଗିବ ହିଁ ଲାଗିବ। ଏ କଥା ତୁମେମାନେ ଜାଣିଛ। ବାବା ଆଦି ସନାତନ ଦେବୀଦେବତା ଧର୍ମର ସ୍ଥାପନା କରୁଛନ୍ତି। ଏହି ରାଜଯୋଗର ଶିକ୍ଷା ତ ସତ୍ୟଯୁଗ ପାଇଁ ଉଦ୍ଦିଷ୍ଟ। ସେହି ଦେବୀଦେବତା ଧର୍ମ ଏବେ ପ୍ରାୟ ଲୋପ ହୋଇଯାଇଛି। ଚିତ୍ର ମଧ୍ୟ ତିଆରି ହୋଇଛି। ବାବା କହୁଛନ୍ତି କଳ୍ପ ପୂର୍ବ ଭଳି ଯେଉଁ ବିଘ୍ନ ପଡ଼ିବାର ଥିବ ତାହା ପଡ଼ିବ। ପ୍ରଥମରୁ କ'ଣ କିଛି ଜଣାପଡ଼ିବ? ପରେ ଜଣାପଡ଼ିବ ଯେ କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିବ। ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଡ୍ରାମାରେ ଆମେ ସବୁ ବନ୍ଧା ହୋଇଛୁ। ତେଣୁ ଯୋଗର ଯାତ୍ରାକୁ ଭୁଲିଯିବା ଉଚିତ ନୁହେଁ। ଏହାକୁ ପରୀକ୍ଷା କୁହାଯାଉଛି। କେହି କେହି ତ ଯୋଗର ଯାତ୍ରାରେ ରହିପାରନ୍ତି ନାହିଁ, ଥକିଯାଆନ୍ତି। ଗୀତ ମଧ୍ୟ ଅଛି ନା, ରାତ୍ରିର ପଥିକ। କିନ୍ତୁ ଏହାର ଅର୍ଥକୁ କେହି ବି ବୁଝିପାରିବେ ନାହିଁ। ଏହା ହେଉଛି ଯୋଗର ଯାତ୍ରା, ଯାହାଦ୍ୱାରା ରାତି ସମାପ୍ତ ହୋଇ ଦିନ ଆସିବ। ଅଧା କଳ୍ପର ଦୁଃଖ ସମାପ୍ତ ହୋଇ ପୁଣି ସୁଖ ଆରମ୍ଭ ହୋଇଯିବ। ବାବା ହିଁ ମନ୍ମନାଭବର ଅର୍ଥକୁ ବୁଝାଉଛନ୍ତି। କେବଳ ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେବା କାରଣରୁ ସେଥିରେ ଶକ୍ତି ରହିଲା ନାହିଁ। ତେବେ କଲ୍ୟାଣ ତ ସମସ୍ତଙ୍କର ହେବ, ଅର୍ଥାତ୍ ଆମେ ସମସ୍ତ ମନୁଷ୍ୟମାତ୍ରଙ୍କର କଲ୍ୟାଣ କରୁଛୁ। ବିଶେଷ କରି ଭାରତର ଏବଂ ସାଧାରଣ ଭାବେ ସାରା ଦୁନିଆର କଲ୍ୟାଣ କରୁଛ। ଶ୍ରୀମତ ଆଧାରରେ ଆମେ ସମସ୍ତଙ୍କର କଲ୍ୟାଣ କରୁଛୁ। ଯେଉଁମାନେ କଲ୍ୟାଣକାରୀ ହେବେ, ବର୍ଷା ମଧ୍ୟ ସେହିମାନଙ୍କୁ ହିଁ ମିଳିବ। ଯୋଗର ଯାତ୍ରା ବ୍ୟତୀତ କଲ୍ୟାଣ ହୋଇପାରିବ ନାହିଁ। ବର୍ତ୍ତମାନ ତୁମକୁ ବୁଝାଯାଉଛି, ସିଏ ତ ବେହଦର ବାବା ଅଟନ୍ତି। ବାବାଙ୍କଠାରୁ ବର୍ଷା ମିଳିଥିଲା। ଭାରତବାସୀମାନେ ହିଁ 84 ଜନ୍ମ ନେଇଛନ୍ତି। ପୁନର୍ଜନ୍ମର ମଧ୍ୟ ହିସାବ ରହିଛି। କେହି ଜାଣିନାହାନ୍ତି ଯେ 84 ଜନ୍ମ କିଏ ନେଉଛନ୍ତି। ନିଜ ମନକୁ ଶ୍ଲୋକ ଆଦି ତିଆରି କରି ଶୁଣାଇ ଚାଲିଛନ୍ତି। ଗୀତା ଶାସ୍ତ୍ର ସେହି ଗୋଟିଏ, କିନ୍ତୁ ତାର ଅର୍ଥକୁ ଅନେକ ପ୍ରକାରରେ ଲେଖି ଦେଇଛନ୍ତି। ଗୀତାଠାରୁ ତ ଭାଗବତକୁ ବଡ଼ କରି ଦେଇଛନ୍ତି। ଗୀତାରେ ଜ୍ଞାନ ବର୍ଣ୍ଣିତ ଅଛି, କିନ୍ତୁ ଭାଗବତରେ ଜୀବନ କାହାଣୀ ରହିଛି। ବାସ୍ତବରେ ଗୀତା ବଡ଼ ହେବା ଉଚିତ। ଜ୍ଞାନର ସାଗର ତ ବାବା ଅଟନ୍ତି। ତାଙ୍କର ଜ୍ଞାନ ତ ଚାଲି ଆସୁଛି। ସେହି ଗୀତାକୁ ତ ଅଧଘଣ୍ଟାରେ ପଢ଼ି ଦେଉଛନ୍ତି। ଏବେ ତୁମେମାନେ ଏହି ଜ୍ଞାନ ତ ଶୁଣି ଆସୁଛ। ଦିନକୁ ଦିନ ତୁମ ପାଖକୁ ଅନେକ ଲୋକ ଆସିବାକୁ ଲାଗିବେ। ଧୀରେ ଧୀରେ ଆସିବେ। ଏବେଠାରୁ ଯଦି ବଡ଼ ବଡ଼ ରାଜାମାନେ ଆସିଯିବେ, ତେବେ ତ କୌଣସି ଡେରି ଲାଗିବ ନାହିଁ। ଖୁବ୍ ଶୀଘ୍ର ଚହଳ ପଡ଼ିଯିବ। ସେଥିପାଇଁ କାଇଦା ଅନୁସାରେ ଧୀରେ ଧୀରେ ଡ୍ରାମା ଚାଲୁଛି। ଏହା ହେଉଛି ହିଁ ଗୁପ୍ତ ଜ୍ଞାନ। କାହାକୁ ଜଣାନାହିଁ ଯେ ଏମାନେ କ'ଣ କରୁଛନ୍ତି। ରାବଣ ସହିତ ତୁମର ଯୁଦ୍ଧ କିପରି ହେଉଛି, ଏ କଥା ତ ତୁମେମାନେ ହିଁ ଜାଣିଛ, ଆଉ କେହି ଜାଣିପାରିବେ ନାହିଁ। ଭଗବାନ ଉବାଚ
ନିଜକୁ ସତୋପ୍ରଦାନ କରିବା ପାଇଁ ମୋତେ ମନେ ପକାଅ। ତେବେ ତୁମର ପାପ ନାଶ ହୋଇଯିବ। ତୁମେ ପବିତ୍ର ହୁଅ, ତେବେ ତ ମୁଁ ତୁମକୁ ସାଥିରେ ନେଇଯିବି। ଜୀବନ ମୁକ୍ତି ସମସ୍ତଙ୍କୁ ମିଳିବ। ଏହି ରାବଣର ରାଜ୍ୟରୁ ସମସ୍ତଙ୍କୁ ମୁକ୍ତି ମିଳିଯିବ। ତୁମେମାନେ ଲେଖୁଛ ମଧ୍ୟ, ଆମେ ଶିବଶକ୍ତି ବ୍ରହ୍ମା କୁମାର କୁମାରୀମାନେ 5000 ବର୍ଷ ପୂର୍ବ ଭଳି ପରମ ପିତା ପରମାତ୍ମାଙ୍କର ଶ୍ରୀମତ ଆଧାରରେ ଶ୍ରେଷ୍ଠାଚାରୀ ଦୁନିଆର ସ୍ଥାପନା କରିଛୁ। 5000 ବର୍ଷ ପୂର୍ବରୁ ଶ୍ରେଷ୍ଠାଚାରୀ ଦୁନିଆ ଥିଲା। ଏହି କଥା ଭଲ ଭାବରେ ବୁଦ୍ଧିରେ ରଖିବା ଦରକାର। ମୁଖ୍ୟ ମୁଖ୍ୟ ପଏଣ୍ଟ ସବୁ ଯଦି ବୁଦ୍ଧିରେ ଧାରଣା ହୋଇଥିବ, ତେବେ ଯାଇ ଯୋଗର ଯାତ୍ରାରେ ରହିପାରିବ। ଏବେ ତୁମେମାନେ ପଥର ବୁଦ୍ଧି ଅଟନା। କେହି କେହି ଭାବୁଛନ୍ତି ଏବେ ବହୁତ ସମୟ ବାକି ଅଛି, ପରେ ପୁରୁଷାର୍ଥ କରିନେବି। କିନ୍ତୁ ମୃତ୍ୟୁର କ'ଣ କୌଣସି ନିୟମ ଅଛି? ଯଦି କାଲି ମରିଯିବ, ତେବେ କାଲି କାଲି କରି କରି ମରିଯିବ। ପୁରୁଷାର୍ଥ ତ କରିନାହଁ। ସେଥିପାଇଁ ଏପରି ଭାବନାହିଁ ଯେ ବହୁତ ବର୍ଷ ପଡ଼ିଛି, ଶେଷ ସମୟରେ ଶୀଘ୍ର ଶୀଘ୍ର ଆଗକୁ ବଢ଼ିଯିବି। ଏହି ବିଚାର ଆହୁରି ତଳକୁ ଖସାଇ ଦେବ। ତେଣୁ ଯେତେ ଦୂର ସମ୍ଭବ ପୁରୁଷାର୍ଥ କରି ଚାଲ। ଶ୍ରୀମତ ଆଧାରରେ ପ୍ରତ୍ୟେକଙ୍କୁ ନିଜର କଲ୍ୟାଣ କରିବାକୁ ହେବ। ନିଜର ଯାଞ୍ଚ କରିବାକୁ ହେବ। ମୁଁ କେତେ ବାବାଙ୍କୁ ୟାଦ କରୁଛି ଏବଂ କେତେ ବାବାଙ୍କର ସେବା କରୁଛି। ତୁମେମାନେ ଆତ୍ମିକ ଈଶ୍ୱରୀୟ ସେବାଧାରୀ ଅଟନା। ତୁମେମାନେ ଆତ୍ମାମାନଙ୍କୁ ଦୁଃଖରୁ ଉଦ୍ଧାର କରୁଛ। ଆତ୍ମା ପତିତରୁ ପାବନ କିପରି ହେବ, ତାର ଉପାୟ କହୁଛ। ଦୁନିଆରେ ତ ଭଲ ଏବଂ ମନ୍ଦ ମନୁଷ୍ୟ ତ ଥାନ୍ତି। ପ୍ରତ୍ୟେକଙ୍କର ପାର୍ଟ ଅଲଗା ଅଲଗା। ଏସବୁ ହେଲା ବେହଦର କଥା। ବୃକ୍ଷର ମୁଖ୍ୟ ଶାଖା ପ୍ରଶାଖାକୁ ହିଁ ଗଣାଯାଇଥାଏ। ବୃକ୍ଷର ମୁଖ୍ୟ ଶାଖା ପ୍ରଶାଖାକୁ ହିଁ ଗଣାଯାଇଥାଏ। ବାକି ପତ୍ର ତ ଅନେକ ଥାଏ। ବାବା ବୁଝାଇ ଚାଲିଛନ୍ତି ଯେ ପିଲାମାନେ ଖୁବ୍ ପୁରୁଷାର୍ଥ କର। ସମସ୍ତଙ୍କୁ ବାବାଙ୍କର ପରିଚୟ ଦିଅ। ତେବେ ବାବାଙ୍କ ସାଥିରେ ବୁଦ୍ଧିର ଯୋଗ ଲାଗିଯିବ। ବାବା ସବୁ ପିଲାମାନଙ୍କୁ କହୁଛନ୍ତି ପବିତ୍ର ହୁଅ, ତେବେ ମୁକ୍ତିଧାମକୁ ଚାଲିଯିବ। ଦୁନିଆକୁ କ'ଣ ଜଣାଅଛି ଯେ ମହାଭାରତ ଲଢ଼େଇ ଦ୍ୱାରା କ'ଣ ହେବ? ଏବେ ଏହି ଜ୍ଞାନ ଯଜ୍ଞ ରଚନା କରାଯାଇଛି, କାରଣ ନୂଆ ଦୁନିଆ ଦରକାର। ଆମର ଯଜ୍ଞ ଶେଷ ହେଲେ ସବୁକିଛି ଏହି ଯଜ୍ଞରେ ସ୍ୱାହା ହୋଇଯିବ। ଆଚ୍ଛା, ମିଠେ ମିଠେ ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି, ଗୁଡ୍ ମର୍ଣ୍ଣିଂ, ନମସ୍ତେ ନମସ୍ତେ ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ, ତେଣୁ ବିଘ୍ନକୁ ଦେଖି ବିଚଳିତ ହେବାର ନାହିଁ। ବିଘ୍ନ କାରଣରୁ ଯୋଗର ଯାତ୍ରାକୁ ଭୁଲିଯିବାର ନାହିଁ। ଧ୍ୟାନରେ ରଖ ଯେ ଯୋଗର ଯାତ୍ରା କେବେ ବି ଅଟକି ନ ଯାଉ। 2 ନମ୍ବର। ପାରଲୌକିକ ପିତାଙ୍କର ପରିଚୟ ସମସ୍ତଙ୍କୁ ଦେଇ ପବିତ୍ର ହେବାର ଉପାୟ ବତାଇବାକୁ ହେବ। ଦୈବୀ ବୃକ୍ଷର ଚାରା ଲଗାଇବାକୁ ହେବ। ଆଜିର ବରଦାନ, ମୁଁ ପଣିଆକୁ ତ୍ୟାଗ କରି ସଦା ସର୍ବଦା ସେବାରେ ମଜ୍ଜି ରହୁଥିବା ତ୍ୟାଗ ମୂରତ ସେବାଧାରୀ ଭବ। ସେବାଧାରୀ ସେବାରେ ସଫଳତାର ଅନୁଭୂତି ସେତେବେଳେ କରିପାରିବ ଯେତେବେଳେ ମୁଁ ପଣିଆର ତ୍ୟାଗ କରିବ। ମୁଁ ସେବା କରୁଛି, ମୁଁ ଏହି ସେବା କରିଲି, ଏହିଭଳି ସେବା ଭାବକୁ ତ୍ୟାଗ କରିବାକୁ ହେବ। ମୁଁ କରିନାହିଁ, କିନ୍ତୁ ମୁଁ କେବଳ କର୍ମକର୍ତ୍ତା ଅଟେ, ନିର୍ଦ୍ଦେଶକର୍ତ୍ତା ବାବା ଅଟନ୍ତି। ମୁଁ ପଣିଆ ବାବାଙ୍କର ସ୍ନେହରେ ଲୀନ ହୋଇଯାଉ। ଏହାକୁ ହିଁ କୁହାଯାଏ
ସେବାରେ ମଜ୍ଜି ଯିବା ବାଲା ତ୍ୟାଗ ମୂରତ ସଚ୍ଚା ସେବାଧାରୀ। କରାଇବା ବାଲା କରାଉଛନ୍ତି, ମୁଁ ନିମିତ୍ତ ଅଟେ। ସେବାରେ ମୁଁ ପଣିଆ ଆସିବା ଅର୍ଥ ଭିକାରୀ ହେବା। ସଚ୍ଚା ସେବାଧାରୀଙ୍କ ଭିତରେ ଏଭଳି ସଂସ୍କାର ରହିପାରିବ ନାହିଁ। ଆଜିର ସ୍ଲୋଗାନ, ଯଦି ବ୍ୟର୍ଥକୁ ସମାପ୍ତ କରିଦେବ ତେବେ ସେବାର ନିମନ୍ତ୍ରଣ ମିଳିବାକୁ ଲାଗିବ। ଯଦି ବ୍ୟର୍ଥକୁ ସମାପ୍ତ କରିଦେବ ତେବେ ସେବାର ନିମନ୍ତ୍ରଣ ମିଳିବାକୁ ଲାଗିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇଶାରା, ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ। ସଂଗଠନରେ ଏକତା କାୟମ ରଖିବା ପାଇଁ ନିଜ ଭିତରେ ସମାହିତ କରିବାର ଶକ୍ତି ଆବଶ୍ୟକ। ଏହାଦ୍ୱାରା ଅନ୍ୟମାନଙ୍କର ସଂସ୍କାର ମଧ୍ୟ ନିଶ୍ଚିତ ଭାବରେ ଶୀତଳ ହୋଇଯିବ। ସଦା ସର୍ବଦା ପରସ୍ପର ସହିତ ସ୍ନେହପୂର୍ଣ୍ଣ ଏବଂ ଶ୍ରେଷ୍ଠତାର ଭାବନା ରଖି ସମ୍ପର୍କରେ ଆସ ତଥା ସର୍ବଦା ଗୁଣଗ୍ରାହୀ ହୁଅ, ତେବେ ଏକତା କାୟମ ରହିପାରିବ। ତୁମମାନଙ୍କର ସଂଗଠନର ଶୁଭ ଭାବନା ଅନେକ ଆତ୍ମାଙ୍କୁ ଭାବନାର ଫଳ ପ୍ରାପ୍ତ କରାଇବାର ନିମିତ୍ତ ହେବ ଏବଂ ସେମାନଙ୍କୁ ନୂଆ ରାସ୍ତା ମିଳିଯିବ। ଓମ୍ ଶାନ୍ତି।